ହୁଁ। ପରିବର୍ତ୍ତନ କଣ? ଆମେ ଜାଣୁ ବା ନ ଜାଣୁ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହୋଇ ଚାଲିଛି। ପୃଥିବୀ ପୃଷ୍ଠରେ ଜୀବନର ଲକ୍ଷଣ ହେଉଛି ପ୍ରଗତି। ପ୍ରଗତିର ଅର୍ଥ ହେଉଛି ନିମ୍ନରୁ ଊର୍ଧ୍ୱକୁ, ପୁରାତନରୁ ନୂତନକୁ ବା ଜଣାରୁ ଅଜଣାକୁ ଗତି। ଯାହାର ପ୍ରଗତି ନାହିଁ ତାର ଜୀବନ ବି ନାହିଁ। ସେ ଜଡ଼, ନିର୍ଜୀବ ଓ ସ୍ଥାଣୁ। ଏହି ପ୍ରଗତି ଲାଗି ପରିବର୍ତ୍ତନ ଅପରିହାର୍ଯ୍ୟ ଓ ତାହା ପ୍ରକୃତରେ ଅହରହ ଲାଗି ରହିଛି। ତା ନ ହୋଇଥିଲେ ଜେଲି ଜେଲି ଅବସ୍ଥାରେ ହିଁ ରହିଥାନ୍ତା। ଆଜିର ମଣିଷରେ ପରିଣତ ହୋଇପାରି ନଥାନ୍ତା। ନିକଟରେ ମା 1970 ନବବର୍ଷ ବାଣୀରେ ବାଣୀଟି ହେଉଛି, ପୃଥିବୀ ଏକ ବିପୁଳ ପରିବର୍ତ୍ତନ ନିମନ୍ତେ ପ୍ରସ୍ତୁତ ହେଉଛି। ତୁମେ ସାହାଯ୍ୟ କରିବ କି? କହିଥିବା ପରିବର୍ତ୍ତନ କଣ ଏହିପରି ପରିବର୍ତ୍ତନ? ପ୍ରକୃତିର ସ୍ୱାଭାବିକ ପରିବର୍ତ୍ତନ ଖୁବ୍ ଧୀର, ଖୁବ୍ ମନ୍ଥର ଭାବରେ ହେଉଛି ବୋଲି ଗୋଟିଏ ଜୀବନରେ ତାହାକୁ ଜାଣିବା ବି ଅତି କଷ୍ଟ। ମା ନବବର୍ଷ ବାଣୀରେ ଯେଉଁ ପରିବର୍ତ୍ତନ କଥା କହିଛନ୍ତି, ତାହା ଯୋଗ ଶକ୍ତି ବଳରେ ପରିବର୍ତ୍ତନ। ପ୍ରକୃତିର ସ୍ୱାଭାବିକ ଗତିରେ ଯେଉଁ ପରିଣାମ କୋଟି କୋଟି ବର୍ଷ ପରେ ଆସିଥାନ୍ତା, ତାହା ସଚେତନ ଯୋଗ ବଳରେ ଆହୁରି କ୍ଷିପ୍ରତର ହେବ। ଯେଉଁମାନେ ସାଧନାରେ ପ୍ରବୃତ୍ତି ହେବେ, ସେମାନଙ୍କର ବିକାଶ ଖୁବ୍ ଦ୍ରୁତ ଗତିରେ ଚାଲିବ। ଏହା ଆଜି ସମ୍ଭବ ହୋଇଛି ପୃଥିବୀ ପୃଷ୍ଠରେ ମାଙ୍କର ଆବିର୍ଭାବ ଯୋଗୁଁ। ତାଙ୍କରି ଅଖଣ୍ଡ ସଂକଳ୍ପ ଶକ୍ତି ସମଗ୍ର ପୃଥିବୀରେ କ୍ରିୟାଶୀଳ ହେଉଛି ଓ ତାଙ୍କ ପ୍ରତି ଅନୁରକ୍ତ ସମସ୍ତ ସାଧକ ସାଧିକା ମାନଙ୍କ ମଧ୍ୟରେ ପ୍ରବେଶ କରୁଛି। ସେମାନେ ଯାହା ବି ହୁଅନ୍ତୁ ପଛେ, କୃଷକ ହୁଅନ୍ତୁ, ଶିଳ୍ପପତି ହୁଅନ୍ତୁ, ଶିକ୍ଷକ ହୁଅନ୍ତୁ, ଛାତ୍ର ହୁଅନ୍ତୁ, ବଣିକ ହୁଅନ୍ତୁ, ରାଜନୀତିକ ହୁଅନ୍ତୁ ବା ଅନ୍ୟ କିଛି ହୁଅନ୍ତୁ, ବିକାଶ ମାର୍ଗରେ ବର୍ତ୍ତମାନ ଯାହା କିଛି ପରିବର୍ତ୍ତନ ସବୁ ମାଙ୍କ ଶକ୍ତି ଦ୍ୱାରା ଆସିଛି ଏବଂ ଆସିବ। ପୂର୍ବର ସକଳ ଯୋଗ ସାଧନା ଥିଲା, ଯେଉଁ ବ୍ୟକ୍ତି ଯୋଗ କରୁଛି କେବଳ ତାରି ଲାଗି, ଅନ୍ୟମାନଙ୍କ ଲାଗି ନୁହେଁ। ବର୍ତ୍ତମାନ ମା ଶ୍ରୀ ଅରବିନ୍ଦଙ୍କ ଯୋଗ ସମଗ୍ର ବିଶ୍ୱ ଲାଗି। ଯେଉଁମାନେ ଜୀବନରେ ଏହି ଯୋଗକୁ ଗ୍ରହଣ କରିନେଇ ସେହି ଅନୁସାରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କର ପ୍ରଭାବ ସବୁରି ଅଲକ୍ଷ୍ୟରେ ଅନ୍ୟମାନଙ୍କ ଉପରେ ପଡୁଛି। ତା ନହେଲେ ଏ ଯୋଗର ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ଯେତେ ଚେଷ୍ଟା କଲେ ବି ଏ ପଥରେ ବହୁ ଦୂର ଅଗ୍ରସର ହୋଇପାରିବ ନାହିଁ, ଯେତେ ଦିନ ପର୍ଯ୍ୟନ୍ତ ତା ପଛରେ ଥିବା ସମଷ୍ଟିର କିଛି କିଛି ପରିବର୍ତ୍ତନ ନ ହୋଇଛି। ତେଣୁ ଉଭୟ ବ୍ୟକ୍ତିଗତ କ୍ଷେତ୍ରରେ ଓ ସାମାଜିକ କ୍ଷେତ୍ରରେ ପ୍ରଗତି ଲାଗି ରହିବ। ଜଣେ ବ୍ୟକ୍ତି ଯେଉଁ ପରିବର୍ତ୍ତନ ଉପଲବ୍ଧି କରିବା, ଏହି ମାର୍ଗରେ ସଚେତନ ଭାବେ ଗତି କରୁଥିବା ସମସ୍ତ ବ୍ୟକ୍ତି ଉଣା ଅଧିକେ ସେହି ପରିବର୍ତ୍ତନ ଉପଲବ୍ଧି କରିବେ। ସବୁ କିଛି ପରିବର୍ତ୍ତନ ପ୍ରଥମେ ମାଙ୍କ ମଧ୍ୟରୁ ହିଁ ଉଚ୍ଚାରିତ ହେବ। ଏହି ପରିବର୍ତ୍ତନରେ ସାହାଯ୍ୟ କରିବା ଓ ନିଜେ ଭାଗୀ ହେବା ଅର୍ଥ ମାଙ୍କ ନିକଟରେ ସବୁ କିଛି ସମର୍ପଣ କରି ସଚେତନ ଭାବେ ଶ୍ରଦ୍ଧା ଓ ଭକ୍ତିର ସହ ସମସ୍ତ କାର୍ଯ୍ୟ ତାଙ୍କରି ସେବା ଓ ତାଙ୍କରି ଉଦ୍ଦେଶ୍ୟରେ କରିବେ। ଏହା ଫଳରେ ମାଙ୍କ ଶକ୍ତି ବ୍ୟକ୍ତି ମଧ୍ୟରେ କ୍ରିୟା କରି ଯାହା କିଛି ଆବଶ୍ୟକ ପରିବର୍ତ୍ତନ ଆଣିବ। କାରଣ ଯିଏ ଯାହାକୁ ଅନ୍ତରରେ ଭଲ ପାଏ ଓ ବାହାରେ ତାରି ଲାଗି କାର୍ଯ୍ୟ କରେ, ଶେଷରେ ସେ ତାରି ଭଳି ହିଁ ହୋଇଥାଏ, ତାହାରି ଭଳି ହିଁ ହୋଇଯାଏ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପରିବର୍ତ୍ତନ ତ ହେବ, ତେବେ ଏ ପରିବର୍ତ୍ତନ କଣ? ପରିବର୍ତ୍ତନ କହିଲେ ହଠାତ୍ ଆମ ଦୃଷ୍ଟି ବାହାର ଆଡେ ପଡେ। ଖରାପ ଦିଗରେ ଏହା ବନ୍ୟା, ମରୁଡି, ଦୁର୍ଭିକ୍ଷ, ମହାମାରୀ, ଅରାଜକତା, ଅଭାବ ଅନଟନ, ରୋଗ, ଶୋକ ତଥା ଯୁଦ୍ଧ ଆଦି ହୋଇପାରେ। କିମ୍ବା ଭଲ ଦିଗରେ ଏହା ସୁଶାସନ, ଲୋକମାନଙ୍କ ଜୀବନ ଧାରଣର ମାନ ଉନ୍ନତ ହେବା, ଯୁଦ୍ଧ ଭୟ ନ କରିବା, ଯୁଦ୍ଧ ଭୟ ନ ରଖିବା, ଅନ୍ୟାୟ ଅତ୍ୟାଚାର, ଲାଞ୍ଚ, ମିଛ, କଳିଗୋଳ ଓ ରୋଗ ବ୍ୟାଧି ଆଦି ନ ରହିବା, ଦେଶ ଦେଶ, ରାଜ୍ୟ ରାଜ୍ୟ, ବ୍ୟକ୍ତି ବ୍ୟକ୍ତି ପରସ୍ପର ଶତ୍ରୁତା ଭୁଲି ଯାଇ ଭାଇ ଭାଇ ଭଳି ଶାନ୍ତି ଓ ଆନନ୍ଦରେ ବାସ କରିବା ଇତ୍ୟାଦି ହୋଇପାରେ। ଖରାପ ଦିଗରେ ଯେଉଁ ପରିବର୍ତ୍ତନ କଥା କୁହାଗଲା, ସେ ତ ଘଟି ଆସୁଛି ଓ ବର୍ତ୍ତମାନ ମଧ୍ୟ ଘଟୁଛି, ଆଉ ହେବ ବା କଣ? ତେଣୁ ପରିବର୍ତ୍ତନଟି ଧୀରେ ଧୀରେ ଭଲ ଦିଗରେ ହିଁ ହେବ। କିନ୍ତୁ ବାହାରେ ଆମେ ଯେଉଁ ସବୁ ପରିବର୍ତ୍ତନ ଦେଖୁ, ସେ ସବୁ କିଛି ଆସେ ଆମ ଭିତରୁ। ଭିତରର ଭାବ ଓ ପ୍ରକୃତି ନ ବଦଳିଲେ ବାହାରର ଆଚରଣ କେବେ ବି ବଦଳେ ନାହିଁ। ଏହି ଭିତରର ପ୍ରକୃତି ସହଜେ ବଦଳେ ନାହିଁ।
ବେଳେ ବେଳେ ବ୍ୟକ୍ତି କୌଣସି ଏକ ଆଦର୍ଶ କିମ୍ବା ପନ୍ଥା ଅନୁସରଣ କରି ସେଇ ଛାଞ୍ଚରେ ସ୍ୱ ଇଚ୍ଛାରେ ନିଜକୁ ଗଢିବାକୁ ଚେଷ୍ଟା କରେ। ଫଳରେ ତାର ଅନ୍ତଃ ପ୍ରକୃତିରେ କେତେକ ପରିବର୍ତ୍ତନ ଘଟିଥାଏ। ଉଦାହରଣ ସ୍ୱରୂପ, ଯିଏ ଚାହେଁ ଶ୍ରୀ ରାମକୃଷ୍ଣ ପରମହଂସ ସ୍ୱାମୀ ବିବେକାନନ୍ଦ, ଶ୍ରୀମା ଶ୍ରୀଅରବିନ୍ଦ କିମ୍ବା ଅନ୍ୟ କାହାରି ଆଦର୍ଶ ଗ୍ରହଣ କରିବାକୁ, ସେ ଦେଖେ ସେମାନେ ନିଜେ କଣ ଏବଂ କଣ କହିଛନ୍ତି ଓ କରିଛନ୍ତି। ସେଇ ଅନୁସାରେ ସେ ନିଜେ ଇଚ୍ଛା କରି ନିଜ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରେ। କେତେକ କ୍ଷେତ୍ରରେ ବ୍ୟକ୍ତି ଜୀବନର ଧକ୍କା ଖାଇଲେ ତା ମଧ୍ୟରେ ପରିବର୍ତ୍ତନ ଆସେ, ଯେପରି ଦସ୍ୟୁ ରତ୍ନାକର ଓ ବିଲ୍ୱମଙ୍ଗଳ ପ୍ରଭୃତିଙ୍କ ଜୀବନରେ ଘଟିଥିଲା। ତା ଛଡା ତୁମେମାନେ ବାଇବେଲରେ ଥିବା ଜଣେ ଅମିତ ବେଇ ପୁତ୍ରର ଗପ ଶୁଣିଥିବ। ଗପଟି ଏଠାରେ ଯଥାସମ୍ଭବ ସଂକ୍ଷେପରେ କୁହାଯାଏ। ଜଣେ ବ୍ୟକ୍ତିଙ୍କର ଦୁଇଟି ପୁଅ ଥିଲେ। ସାନ ପୁଅଟି ସମ୍ପତ୍ତିରେ ଥିବା ତାର ଭାଗତକ ନିଜେ ନେବା ଲାଗି ଜିଦ୍ ଧରିଲା। ପିତା ତାଙ୍କର ବାଧ୍ୟ ହୋଇ ସମ୍ପତ୍ତିରୁ ତା ଭାଗତକ ତାକୁ ଦେଇଦେଲେ। ସେ ତାର ସମ୍ପତ୍ତି ବିକ୍ରୟ କରି ଟଙ୍କା ପଇସା ଧରି ଅନ୍ୟ ଏକ ସ୍ଥାନକୁ ଚାଲିଗଲା। ସେଠାରେ ଖୁବ୍ ବିଳାସ ବେଶନରେ ରହି ସବୁକିଛି ଟଙ୍କା ପଇସା ଉଡାଇ ଦେଲା। ସେହି ସମୟକୁ ସେ ସ୍ଥାନରେ ଦୁର୍ଭିକ୍ଷ ପଡିଲା। ଫଳରେ ଯେଉଁମାନଙ୍କର ସମ୍ପତ୍ତି ବାଡି ଥିଲା ସେମାନଙ୍କୁ ମଧ୍ୟ ଖାଇବାକୁ ମିଳିଲା ନାହିଁ। ୟାକୁ ବା କେଉଁଠି ମିଳିବ? ଶେଷରେ ଖାଇବାକୁ ନ ପାଇ ସେ ଜଣେ ବ୍ୟକ୍ତିର ଘୁଷୁରି ଚରାଇବା ଦାୟିତ୍ୱ ନେଲା। ପେଟ ବିକଳରେ ଅନେକ ସମୟରେ ତାକୁ ଘୁଷୁରିଙ୍କୁ ଯେଉଁ ଖାଦ୍ୟ ଦିଆଯାଉଥିଲା ସେସବୁ ଖାଇବାକୁ ପଡିଲା। ଏହିପରି ଦୁଃଖ କଷ୍ଟ ମଧ୍ୟରେ ହଠାତ୍ ତାର ଅତୀତର କର୍ମ ଲାଗି ଅନୁତାପ ଆସିଲା ଓ ଭାବିଲା, ତା ପିତାଙ୍କର ତା ଭଳି ଅନେକ ଚାକର ଅଛନ୍ତି, ଯେଉଁମାନେ ଖାଇବା ପିନ୍ଧିବାକୁ ପ୍ରଚୁର ପାଉଛନ୍ତି, କିନ୍ତୁ ସେଠାକୁ ସେ ଯିବ ବା କେଉଁ ମୁହଁରେ? ଯାହା ହେଉ, ଶେଷକୁ ଦୃଢତାର ସହିତ ସ୍ଥିର କଲା ପିତାଙ୍କ ନିକଟକୁ ଯାଇ ଅତୀତର ଦୋଷ ଲାଗି କ୍ଷମା ମାଗି ତାକୁ ଏକ ଚାକର ରୂପେ ରଖିବା ପାଇଁ ଅନୁରୋଧ କରିବ। ଶେଷରେ ତାହା ହିଁ କଲା। ଘରେ ପହଞ୍ଚିବା ପୂର୍ବରୁ ତାର ପିତା କିଛି ଦୂରରୁ ଦେଖି ଆନନ୍ଦ ଗଦଗଦ ଚିତ୍ତରେ ଯାଇ ତାକୁ ଆଲିଙ୍ଗନ କରି ନେଇ ଆସିଲେ। ପିତାଙ୍କ ନିକଟରେ ଓ ଭଗବାନଙ୍କ ନିକଟରେ ସେ ଦୋଷ କରିଛି ବୋଲି ଗଭୀର ଅନୁତାପ ପ୍ରକାଶ କଲା। ପିତା ସେସବୁ କିଛି ନ ଶୁଣି ଚାକରମାନଙ୍କୁ ତାକୁ ସ୍ନାନାଦି କରାଇ ସୁନ୍ଦର ପୋଷାକ ଓ ମୁଦି ଇତ୍ୟାଦି ପିନ୍ଧାଇ ଦେବା ଲାଗି ଆଦେଶ ଦେଲେ ଏବଂ ଘରେ ଏକ ବିରାଟ ଭୋଜି ଓ ନାଚର ବ୍ୟବସ୍ଥା କଲେ। ବଡ ପୁଅ କର୍ମକ୍ଷେତ୍ରରୁ କ୍ଳାନ୍ତ ହୋଇ ଫେରିଲା ବେଳକୁ ଘରୁ ସଙ୍ଗୀତର ସୁମଧୁର ଧ୍ୱନି ଭାସି ଆସୁଥିବାର ଶୁଣିବାକୁ ପାଇଲା। ଆଶ୍ଚର୍ଯ୍ୟ ହୋଇ ଜଣେ ଚାକରକୁ ପଚାରି ବୁଝିଲା ଯେ ସାନ ଭାଇ ଘରକୁ ଫେରି ଆସିଥିବା ଉପଲକ୍ଷେ ଏସବୁର ଆୟୋଜନ ହୋଇଛି। ମନ ତାର ବିଷାକ୍ତ ହୋଇ ଉଠିଲା। ସେଇଠାରୁ ଘରକୁ ନ ଯାଇ ଅନ୍ୟତ୍ର ଫେରି ଯିବାକୁ ଆରମ୍ଭ କଲା। ପିତା ଏସବୁ ଖବର ପାଇ ତା ନିକଟକୁ ଆସିବାରୁ ସେ ତାଙ୍କୁ କହିଲା, ଆଜି ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖେ ପାଖେ ରହି ଆପଣଙ୍କର ସମସ୍ତ ଆଦେଶ ମାନି କାର୍ଯ୍ୟ କରି ଆସିଛି, ଅଥଚ ମୋତେ କେବେ ମଜଲିସ କରିବା ପାଇଁ ପଇସାଟିଏ ଦେଇନାହାନ୍ତି। କିନ୍ତୁ ଯେଉଁ ପୁଅ ତାର ସମ୍ପତ୍ତି ଭାଗ ନେଇ ତାକୁ ବଦ ଖର୍ଚ୍ଚରେ ଉଡାଇ ଦେଇ ଫେରି ଆସିଲା, ତା ପାଇଁ ଘରେ ଏତେ ବିରାଟ ଆୟୋଜନ ହେଉଛି। ଏକଥା ଶୁଣି ପିତା ଖୁବ୍ ସ୍ନେହପୂର୍ଣ୍ଣ ସ୍ୱରରେ ତାକୁ ବୁଝାଇ ଦେଲେ, ତୋର ଯେଉଁ ଭାଇ ସମ୍ପତ୍ତିରୁ ଭାଗ ନେଇ ଚାଲି ଯାଇଥିଲା, ସେ ଭାଇ ମରିଯାଇଛି। ବର୍ତ୍ତମାନ ଆମ ଘରେ ତୋର ଏକ ନୂଆ ଭାଇ ଜନ୍ମ ହୋଇଛି। ସେଥିଲାଗି ଏକ ମୌଜ ମଜଲିସର ଆୟୋଜନ କରିବାରେ କିଛି ଅସଙ୍ଗତି ଅଛି କି? କଥାଟିର ମର୍ମ ବଡ ପୁଅ ବୁଝିପାରିଲା ଓ ଆନନ୍ଦରେ ଯାଇ ମୌଜ ମଜଲିସରେ ଭାଗ ନେଲା। ଏଠାରେ ନୂଆ ଭାଇ ଜନ୍ମ ହୋଇଛି କହିବାର ଅର୍ଥ ସମସ୍ତେ ବୁଝିପାରିଥିବେ। ବାସ୍ତବରେ କଣ ସ୍ଥୂଳ ଆକାରରେ ସାନ ଭାଇ ମରିଯାଇ ଆଉ ଏକ ନୂଆ ଭାଇ ଶିଶୁ ଆକାରରେ ଜନ୍ମ ଲାଭ କଲା? ତା ନୁହେଁ। ଜୀବନରେ ଧକ୍କା ଖାଇ ସାନ ଭାଇର ପୁରାତନ ପ୍ରକୃତି ମରିଯାଇ ସେ ସ୍ଥାନରେ ନୂତନ ପ୍ରକୃତି ଜନ୍ମ ନେଲା। ଜୀବନରେ ଧକ୍କା ଖାଇ ପରିବର୍ତ୍ତନ ଆସିବା ଅନ୍ୟ ଅର୍ଥରେ ବ୍ୟକ୍ତି ପ୍ରତି ଭଗବାନଙ୍କର ଅହେତୁକ କୃପା ବୋଲି ମଧ୍ୟ କୁହାଯାଇପାରେ। ଯାହା ହେଉ, ଅନ୍ତରରେ ନୂତନ ଭାବ ସଞ୍ଚାରିତ ହେବାରୁ ବାହାରେ ତାର ବ୍ୟବହାର ଓ ଚାଲିଚଳନ ବଦଳିଗଲା। ଏହିପରି ସବୁ କିଛି ପରିବର୍ତ୍ତନ ଅନ୍ତରରୁ ଆସେ ଓ ବାହାରେ ତାର କେବଳ ପରିପ୍ରକାଶ ମାତ୍ର ଘଟେ।
କାହା କ୍ଷେତ୍ରରେ ଧକ୍କା ଖାଇ ପରିବର୍ତ୍ତନ ଆସିବ ଓ କିଏ ସ୍ୱ ଇଚ୍ଛାରେ ପରିବର୍ତ୍ତନ ହେବ, ତା ନିର୍ଭର କରିବ ବ୍ୟକ୍ତି ଉପରେ। ଆମର ଏଠାରେ ଯେଉଁ ବିରାଟ ପରିବର୍ତ୍ତନ କଥା କୁହାଯାଇଛି, ତାହା ମାଙ୍କ ପ୍ରତି ଉନ୍ମୁକ୍ତ ଥିବା ପ୍ରତ୍ୟେକ ବ୍ୟକ୍ତିର ଅନ୍ତରରେ ତାର ସ୍ୱପ୍ରକୃତି ଅନୁଯାୟୀ ଆସିବ ଓ ତାର ପ୍ରତିକ୍ରିୟା ସ୍ୱରୂପ ବାହାର ଦୁନିଆରେ ମଧ୍ୟ ବିପୁଳ ପରିବର୍ତ୍ତନ ହେବ। ପରିବର୍ତ୍ତନ ଅନିବାର୍ଯ୍ୟ। ତା ନହେଲେ ପୃଥିବୀ ତିଷ୍ଠିବା କିମ୍ବା ବ୍ୟକ୍ତିଗତ ଜୀବନରେ ତଥା ସଂସାର ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ମଧ୍ୟରେ ପ୍ରଗତି କରିବା ସମ୍ଭବ ହେବ ନାହିଁ। ଜନ୍ମ ଜନ୍ମ ଧରି ଆମେ ଆମ ନିଜ ପ୍ରକୃତି ଯୋଗୁଁ ଦୁଃଖ, କଷ୍ଟ, ଯନ୍ତ୍ରଣା ଭୋଗ କରି ମୃତ୍ୟୁବରଣ କରୁଛୁ। ଅବଶ୍ୟ ପ୍ରକୃତିର ପରିବର୍ତ୍ତନ ସହଜ କଥା ନୁହେଁ। ସେଇଥିଲାଗି ଆମର ପ୍ରବାଦ ଅଛି, ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କରେ ଲୋଟେ। କିନ୍ତୁ ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପ୍ରବାଦ ତାର ସତ୍ୟତା ହରାଇଛି। ପୃଥିବୀ ପୃଷ୍ଠରେ ମା ଶ୍ରୀ ଅରବିନ୍ଦଙ୍କ ଆଗମନୀ ସବୁ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ସୂତ୍ରପାତ କରିଛି। ଏହି ଜନ୍ମରେ ମଣିଷ ତାର ପଶୁତ୍ୱକୁ ରୂପାନ୍ତର କରି ଦେବତ୍ୱରେ ପରିଣତ କରିପାରିବ। ମୃତ୍ୟୁ, ରୋଗ, ଜରା ବିରହିତ ଏକ ଆନନ୍ଦମୟ ଜୀବନ ଯାପନ କରିପାରେ। ଏସବୁ କାର୍ଯ୍ୟ ଦୁଃସାଧ ମନେ ହେଉଥିଲେ ବି ମାଙ୍କ ଦ୍ୱାରା ହେବ। ବ୍ୟକ୍ତିର କାର୍ଯ୍ୟ କେବଳ ମାଙ୍କ ଶକ୍ତିକୁ ଗ୍ରହଣ କରି ନିଜ ମଧ୍ୟରେ କ୍ରିୟା କରିବାକୁ ଦେବା। ଏହି ଶକ୍ତିକୁ ନିଜ ମଧ୍ୟରେ କ୍ରିୟା କରିବାକୁ ଦେବାର ସହଜ ଉପାୟ ହେଉଛି ମାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ବିଶ୍ୱାସର ସହ ଏକ ଶାନ୍ତ ସମର୍ପିତ ଭାବ ନେଇ ଓ ତାଙ୍କରି ପ୍ରତି ସତତ ସଚେତନ ହୋଇ କାର୍ଯ୍ୟ କରିବା। ନୂଆ ବର୍ଷର ବାଣୀ ଉପରେ ମାଙ୍କର ଉକ୍ତିକୁ ଆମେ ସବୁ ମନେ ରଖିବା ଉଚିତ। ସାହାଯ୍ୟ କରିବାର ସର୍ବୋତ୍ତମ ପନ୍ଥା ହେଉଛି ପୃଥିବୀ ପୃଷ୍ଠରେ ଅବତରଣ କରୁଥିବା ନୂତନ ଚେତନାକୁ ରୂପାନ୍ତର ନିମନ୍ତେ ନିଜ ମଧ୍ୟରେ କାର୍ଯ୍ୟ କରିବାକୁ ଦେବା। ନିଜକୁ ପରିବର୍ତ୍ତନ କରିବା ଓ ନୂତନ ଚେତନାକୁ ଗ୍ରହଣ କରିବା ଫଳରେ ତୁମେ ସାହାଯ୍ୟ କରିପାରିବ। ଶେଷରେ ଆମକୁ ମନେ ରଖିବାକୁ ହେବ, କେବଳ ମା ହିଁ ମଣିଷ ପ୍ରକୃତିରେ ରୂପାନ୍ତର ଘଟାଇ ତାକୁ ଦୁଃଖ, କଷ୍ଟ, ରୋଗ, ଜରା, ବାର୍ଦ୍ଧକ୍ୟ, ମୃତ୍ୟୁ କବଳରୁ ସ୍ଥାୟୀ ରୂପେ ମୁକ୍ତ କରି ସେ ସବୁକୁ ଦିବ୍ୟ ପ୍ରକୃତିରେ ପରିଣତ କରିପାରିବ। ଆଉ କୌଣସି ଶକ୍ତି ଦ୍ୱାରା ଏହା ସମ୍ଭବ ନୁହେଁ। ପରିବର୍ତ୍ତନ ଆଉ ରୂପାନ୍ତର ଦୁଇଟି ଯାକ କଥା ତାଙ୍କ ଗପରେ ଥିଲା। ବର୍ତ୍ତମାନ ସୁଦ୍ଧା ଏ ପର୍ଯ୍ୟନ୍ତ ଅଜ୍ଞାନ ରୁ ଜ୍ଞାନ ଆଡକୁ ଯାତ୍ରା ଆରମ୍ଭ ହେଇଛି। ତେଣୁ ଅସତ୍ୟ ଭିତରେ, ଅଜ୍ଞାନତା ଭିତରେ, ଅନ୍ଧକାର ଭିତରେ ଆମର ଧୀରେ ଧୀରେ ଜ୍ଞାନ ଆଡକୁ ଯୋଉ ଯାତ୍ରା ଚାଲିଛି, ସେଥିରେ ଆମର ଭିନ୍ନ ଭିନ୍ନ ପ୍ରକାରର ପରିସ୍ଥିତିରେ ଭିନ୍ନ ଭିନ୍ନ ଶିକ୍ଷା ମିଳେ। ତା ଫଳରେ ଆମ ଭିତରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖାଯାଉଛି ଏବଂ ଆମେ ଅଗ୍ରଗତି କରୁଛୁ। କିନ୍ତୁ ଏଇ ଜଡ଼ ଶରୀର, ଏହି ପ୍ରାଣ, ଏହି ମନ ସେଇଭଳି ଭାବରେ ରହିଛି। ସତ୍ୟ ସମ୍ବନ୍ଧରେ କେତେ କେତେ ସମୟରେ ସଚେତନ ହଉଛି, ପୁଣି କେତେବେଳେ ଅନ୍ୟ ସମୟରେ ତାଠାରୁ ସେ ଦୂରରେ ରହୁଛି, ତା ପ୍ରଭାବରେ ରହୁଛି କିମ୍ବା ତା ପ୍ରଭାବରୁ ବାହାରି ଯାଉଛି। ହେଇ ଚାଲୁଛି। କିନ୍ତୁ ଆଉ ଏକ ଅବସ୍ଥା ଆସି ପହଞ୍ଚିବ, ଯୋଉ ଅବସ୍ଥାରେ ସତ୍ୟ ଚେତନାରେ ପୂର୍ଣ୍ଣତଃ ବସବାସ କରିବ, ଜୀବନ ନିର୍ବାହ କରିବ। ସେତେବେଳେ ତେଣୁ ଏଇ ଯୋଉ ଜଡ଼ ଶରୀର ଯୋଉ ଯୋଉ ତତ୍ଵରେ ତିଆରି ହେଇଛି, ସେ ତତ୍ଵ ଆଉ ସେଠି ରହିବ ନାହିଁ। ସେ ତତ୍ଵ ଆମୂଳ ଚୂଳ ପରିବର୍ତ୍ତନ ହେଇଯାଇଥିବ। ତେଣୁ ଆମୂଳ ଚୂଳ ପରିବର୍ତ୍ତନ ହେଇକିରି ଅନ୍ୟ ଏକ ରୂପ ପ୍ରାପ୍ତ କରିବ। ତେଣୁ ସେତେବେଳେ ରୂପାନ୍ତର ହେଇଯିବ ବୋଲି କୁହାହଉଛି। ଏବଂ ସେଇ ରୂପାନ୍ତରର ମୂଳ ତତ୍ଵ ରହୁଛି ଚୈତ୍ୟ ସତ୍ତା ଦ୍ୱାରା ସେମାନେ ମନ ପ୍ରାଣ ଶରୀର ପରିଚାଳିତ ହେବେ। ତେଣୁ ସେଇଥିପାଇଁ ଆମର ରୂପାନ୍ତର ଯୋଗରେ ଯେତେବେଳେ କୁହାଯାଉଛି ତପସ୍ୟା କରିବା କଥା କୁହାହଉଛି, ତପସ୍ୟା କହିଲେ ଆମେ କେବଳ ଭାବିବାନି ଏଇ ଯୋଉ ଗୁମ୍ଫାରେ ଯାଇ ସଂସାରରୁ ବା ସମାଜରୁ ନିଜକୁ ଅଲଗା କରି ଏକା ନିଆଁ ଭିତରେ, ପାଣି ଭିତରେ କଷ୍ଟ ଦେଇ ଶରୀରକୁ କେବଳ ତପସ୍ୟା କରିବା କଥା ଏଠି କୁହାହଉନି। ତପସ୍ୟା ଅର୍ଥ ହଉଛି ତପଃ ଆଚରଣ କରିବା ବା କଠୋର ଯୋଉ ନିୟମ ନିଜ ପାଇଁ ନିଜେ ତିଆରି କରିବା। ବା ଆମେ ସେଇ ଯୋଉ ନିୟମଟାକୁ ଆମେ କଠୋର ନିୟମ କହିଲେ ପୁରା ଅତି ଏକ୍ସଟ୍ରିମ କୁ ପଳାଉ। ଏ କୁହାହଉଛି ଶୃଙ୍ଖଳିତ ଭାବରେ କେବଳ ଚୈତ୍ୟ ସତ୍ତାକୁ ଆବିଷ୍କାର କରିବା ନିମିତ୍ତ, ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେବା ନିମିତ୍ତ ମନ ପ୍ରାଣ ଶରୀରକୁ ଯୋଉ ପ୍ରସ୍ତୁତ କରିବାର
ଯୋଉ ମାର୍ଗ ବା ଯୋଉ ପଥ ବା ଯୋଉ ପ୍ରଚେଷ୍ଟା ଏ ସବୁ ସେଇ ତପ ଆଚରଣରେ ଯାଏ। ସେଇଥିପାଇଁ ଆମର ମାନସିକ ତପସ୍ୟା, ପ୍ରାଣିକ ତପସ୍ୟା ଏବଂ ଶାରୀରିକ ତପସ୍ୟା, ଏଇ ତିନୋଟି ତପସ୍ୟା କଥା ଆମକୁ ଯୋଉ କୁହାଯାଏ, ସେତେବେଳେ ଏ ସବୁ ଜିନିଷ ହଉଛି ଶରୀର, ପ୍ରାଣ ଏବଂ ମନ, ଇଏ ତିନୋଟି ଯାକ ନିଜକୁ ପ୍ରସ୍ତୁତ କରିବେ ଅତିମାନସ ଶକ୍ତିକୁ ଧାରଣ କରିବା ପାଇଁ, ଅତିମାନସ ଶକ୍ତିକୁ ପରିପ୍ରକାଶ କରିବା ପାଇଁ। ତେଣୁ ସେମାନେ ପ୍ରସ୍ତୁତ ହେବେ, ନିଜକୁ ବିକାଶ କରିବେ। ସେଥିପାଇଁ ସେ ତିନୋଟି ତପସ୍ୟା ଦରକାର। ତା ସହିତ ଆଉ ଗୋଟେ ତପସ୍ୟା ଆମର କୁହାଯାଏ, ସେଟା ହଉଛି ପ୍ରେମର ତପସ୍ୟା। ପ୍ରେମର ତପସ୍ୟାରେ ଯୋଉଟା କୁହାଯାଇଛି, ତାର ସାରାଂଶଟି ଏଇଭଳି ଭାବରେ ହେଇପାରେ ଯେ ଅନେକ ପ୍ରକାରର ତପ ଆଚରଣ କରି ବା ଶୃଙ୍ଖଳିତ ଭାବରେ ନିଜକୁ ସଂଯମିତ ବା ନିୟମ ବା ଶୃଙ୍ଖଳିତ କରି କଣ କରିବେ ନା ନିଜର ହୃଦୟର ଯୋଉ ଅନୁଭବ ରହିଛି, ଯୋଉ ଭାବାବେଗ ରହିଛି, ତାକୁ ସବୁ ସଂଯମ କରିବା ଏବଂ ତାକୁ ଏଇ ଯୋଉ ଭଗବାନଙ୍କ ସହିତ ଏକାତ୍ମ ହବାର ଯୋଉ ଆନନ୍ଦ, ସେଇ ଯୋଉ ପ୍ରେମ ରସ, ସେଇ ପ୍ରେମ ରସରେ ତାକୁ ବୁଡେଇ ଦବା ପାଇଁ ବା ପରିପୂର୍ଣ୍ଣ ଐକ୍ୟ ଭିତରେ ନିଜକୁ କିପରି ଭାବରେ ନିମଜ୍ଜିତ କରି ରଖି ବଞ୍ଚିବାର ଯୋଉ ଚରମ କଳାକୁ ଲାଭ କରିବାକୁ ପ୍ରେମର ତପସ୍ୟା କୁହାଯାଏ। ତେଣୁ ସେଥିପାଇଁ କୁହାଯାଏ ଚତୁର୍ବିଧ ତପସ୍ୟା କଥା ଆମର ପୂର୍ଣ୍ଣାଙ୍ଗ ଯୋଗରେ ବା ପୂର୍ଣ୍ଣାଙ୍ଗ ଶିକ୍ଷାରେ ମଧ୍ୟ ଏ କଥାଟିକୁ କୁହାଯାଇଥାଏ। ଚତୁର୍ବିଧ ତପସ୍ୟା ଆଉ ଚତୁର୍ବିଧ ମୁକ୍ତି କଥା ମଧ୍ୟ କୁହାଯାଏ। ଚତୁର୍ବିଧ ତପସ୍ୟା କଥା ଆମେ ଜାଣିଲେ, ସେଟା ହଉଛି ଶରୀରର ତପସ୍ୟା, ପ୍ରାଣର ତପସ୍ୟା, ମନର ତପସ୍ୟା, ଆଉ ଚତୁର୍ଥଟା ହେଲା ମାନସିକ ପରେ ଚତୁର୍ଥଟା ହଉଛି ପ୍ରେମର ତପସ୍ୟା। ଏଇ ସବୁ ତପସ୍ୟା ଫଳରେ ଚାରିଟା ମୁକ୍ତି ବି ହବ। କଣ ହବ? ଚତୁର୍ବିଧ ମୁକ୍ତି ହବ। ଯୋଉ ଆସକ୍ତିରୁ ବର୍ଜନ କରି ସବୁ ଜିନିଷ ଯୋଉ ଆମେ ଚରମ ଜ୍ଞାନ ଯୋଉ ପ୍ରାପ୍ତ କରିବା, ତେଣୁ ମାନସିକ ମୁକ୍ତି ଯୋଉ ହବ ଆମର, ତାମାନେ ଆମେ ଅଜ୍ଞାନରୁ ସେଇ ଜ୍ଞାନ ପ୍ରାପ୍ତ କରିବା, ଯୋଉ ଜ୍ଞାନଟି ସତ୍ୟ ଜ୍ଞାନ। ତେଣୁ ଅଜ୍ଞାନରୁ ମୁକ୍ତି ହେଇଯିବ। ମାନସିକ ତପସ୍ୟା ଫଳରେ ଆମର ଅଜ୍ଞାନତାରୁ ମୁକ୍ତି ହବ। ପ୍ରାଣିକ ତପସ୍ୟା ଫଳରେ କଣ ହବ? ଆମର ଯୋଉ ବ୍ୟକ୍ତିଗତ କାମନା ବାସନା ସହିତ ଆମର ଯୋଉ ଜଡିତ ହେଇ ରହିଛି, ବ୍ୟକ୍ତିଗତ ସଂକଳ୍ପ ଯୋଉ ରହିଛି, ତାହା ସବୁ ଭଗବତ ସଂକଳ୍ପରେ ପରିପୂର୍ଣ୍ଣ ହବ ଏବଂ ଆମେ ପ୍ରାଣରୁ ଶକ୍ତି ପାଉ। ସେ ଶକ୍ତିଟି ଆମେ ଖାଦ୍ୟରୁ ବା ବିଶ୍ୱ ପ୍ରାଣରୁ ପାଉଥାଉ। କିନ୍ତୁ ଯେତେବେଳେ ପ୍ରାଣିକ ତପସ୍ୟା ହବ, ସେତେବେଳେ ଯୋଉ ମୁକ୍ତି ଆମର ଯୋଉ ହବ, ପ୍ରାଣରୁ ଯୋଉ ମୁକ୍ତି ହବ, ସିଏ କଣ ହବ? ନିରବଚ୍ଛିନ୍ନ ଭାବରେ ଭଗବାନଙ୍କ ପାଖରୁ ନିରନ୍ତର ଶକ୍ତି, ଶାନ୍ତି ଆଉ ସ୍ଥିରତା ଆଉ ଭାଗବତ ସଂକଳ୍ପ ଇଏ ସବୁ ପ୍ରାପ୍ତ କରିବ। ତେଣୁ ଏଇ ଯୋଉ ନିମ୍ନ କାମନା ବାସନାରୁ ସେ ମୁକ୍ତି ପାଇବ ଏବଂ ଯୋଉ ଶକ୍ତିର ସରବରାହରେ ଯୋଉ ବାଧା ଆସୁଥିଲା, ସେଥିରୁ ସେ ମୁକ୍ତି ପାଇବ। ମାନସିକ ତପସ୍ୟାରେ ଅଜ୍ଞାନରୁ ମୁକ୍ତି, ପ୍ରାଣିକ ତପସ୍ୟାରେ କାମନା ବାସନା ଏବଂ ଯୋଉ ପୃଥକତ୍ଵ ବୋଧ, ବିଚ୍ଛିନ୍ନତା ମୂଳକ ଯୋଉ ଶକ୍ତି ସାମର୍ଥ୍ୟରୁ ସେ ମୁକ୍ତି ପାଇ ନିରବଚ୍ଛିନ୍ନ ଶକ୍ତି ପାଇବ, ନିରବଚ୍ଛିନ୍ନ ଶାନ୍ତି ପାଇବ ଆଉ ଭାଗବତ ସଂକଳ୍ପରେ ଓତଃପ୍ରୋତ ଭାବରେ ସେ ରହିବ। ଶାରୀରିକ ମୁକ୍ତି ହବ। ଶାରୀରିକ ଜଡର ଆମେ ଜାଣିଛନ୍ତି, ଜଡର ଯୋଉ ରହିଛି ତାମସିକତା, ଜଡତା, ଆଳସ୍ୟତା, ପରିବର୍ତ୍ତନ ବିମୁଖତା, ଏ ସବୁ ଗୁଡିକ ସେ ମୁକ୍ତି ହେଇ ସଚେତନ ଭାବରେ, ସଚେତନ ଭାବରେ, ତେଣୁ ଏଇ ଯୋଉ ଗତାନୁଗତିକ ଯୋଉ ଆଳସ୍ୟତା ଆଉ ତାମସିକତା ଭିତରେ ସେ ଯୋଉ ରହିଛି, ସେଥିରୁ ସେ ମୁକ୍ତ ହେଇ ସଚେତନ ଭାବରେ ଜ୍ଞାନର ଯନ୍ତ୍ର ହବ ଆଉ ଶରୀର ଯୋଉ ରହିଛି ତାର ସବୁ ବାଧା ଅସୁବିଧା ରହିଛି, ସେଥିରୁ ସେ ମୁକ୍ତ ହେଇକିରି ଇଲାଷ୍ଟିସି ହେଇଯିବ, ଆଲୋକମୟ ହେଇଯିବ, ଜ୍ୟୋତିର୍ମୟ ହେଇଯିବ, ସବୁବେଳେ ସେ ପ୍ରସ୍ତୁତ ହେଇପାରିବ। ତାପରେ ଏ ଯୋଉ ଯେତେବେଳେ ପ୍ରେମର ତପସ୍ୟା ଫଳରେ ସେ ଭଗବତ ପ୍ରେମରେ ଭଗବାନଙ୍କ ସହିତ ଯୁକ୍ତ ହେଇ ପୂର୍ଣ୍ଣାଙ୍ଗ ଭାବରେ ତାଙ୍କ ସହିତ ଯୁକ୍ତ ହେଇ ସେ ଅନବରତ ଯୋଉ ପରସ୍ପର ସହିତ
ଆମ ଭିତରେ ଯୋଉ ବିଚ୍ଛିନ୍ନତା ବୋଧ ତ ରହିବ ନାହିଁ। ସମସ୍ତଙ୍କ ଭିତରେ ସେ ଭଗବାନଙ୍କୁ ଦର୍ଶନ କରିବା ଏବଂ ଭଗବତମୟ ସ୍ଥିତିରେ ଭଗବତମୟ ସ୍ଥିତିରେ ସେ ରହିବ। ତେଣୁ ସେଠି ତା ଭିତରେ ଆଉ ପୁଲ୍ଲିଙ୍ଗ ସ୍ତ୍ରୀଲିଙ୍ଗ ଏ ଭାବ ରହିବ ନାହିଁ। ଆଉ ସେ ଭଗବାନଙ୍କ ସହିତ ପୂର୍ଣ୍ଣ ଏକତ୍व ଲାଭ କରିବ। ସେଥିପାଇଁ ଯୋଉ 4ଟି ତପସ୍ୟା ତାର ନାଁ ଦେଇଛନ୍ତି ପ୍ରେମର ତପସ୍ୟା, ଜ୍ଞାନର ତପସ୍ୟା, ଶକ୍ତିର ତପସ୍ୟା ଆଉ ସୌନ୍ଦର୍ଯ୍ୟର ତପସ୍ୟା। ସୌନ୍ଦର୍ଯ୍ୟର ତପସ୍ୟା ହଉଛି ଶରୀର, ଶକ୍ତିର ତପସ୍ୟା ହଉଛି ପ୍ରାଣର, ଜ୍ଞାନର ତପସ୍ୟା ହଉଛି ମନର, ପ୍ରେମର ତପସ୍ୟା ହଉଛି ଆତ୍ମା ବା ଚୈତ୍ୟ ସତ୍ତା ଦ୍ଵାରା ଆମର ଯୋଉ ପ୍ରସ୍ତୁତି ବା ପରିଚାଳିତ ହବା ପାଇଁ ଆମର ଯୋଉ ପ୍ରସ୍ତୁତି। ତାହେଲେ ଆମେ ସୁଶ୍ରୀ ଶୁଭସ୍ମିତା ବାପାଙ୍କୁ ଅନୁରୋଧ କରିବା ସେ ଗୋଟେ ପ୍ରାର୍ଥନା ଗାଇବେ। ଆମେ ମାଙ୍କୁ ଆହ୍ୱାନ କରିବା ସେଇଥିରେ। ମା ସୁଶ୍ରୀ ଶୁଭସ୍ମିତା। ଦୀପଟିଏ କର ମାମୁଁ ତୁମର, ଦୀପଟିଏ କର ମାମୁଁ ତୁମର, ପାଦ ତଳେ ଜାଳୁଥିବି ଧୂପଟିଏ ହୋଇ ତୁମ ପୂଜା ବେଣୀ ଜଳି ଜଳି ଝରିଯିବି। ଦୀପଟିଏ କର ମାମୁଁ ତୁମର, ଦୀପଟିଏ କର ମାମୁଁ ତୁମର, ପାଦ ତଳେ ଜାଳୁଥିବି ଧୂପଟିଏ ହୋଇ ତୁମ ପୂଜା ବେଳେ ଜଳି ଜଳି ଝରିଯିବି। ଦୀପଟିଏ କର ମା, ମନ କଥା ସବୁ କହିବି ତୁମକୁ, ଗାଉଥିବି ତୁମ ନାମ, ଚଲା ପଥେ ମୋର ସାହା ହେବ ମା, ଦିବାନିଶି ଅବିରାମ। ମନ କଥା ସବୁ କହିବି ତୁମକୁ, ଗାଉଥିବି ତୁମ ନାମ, ଚଲା ପଥେ ମୋର ସାହା ହେବ ମା, ଦିବାନିଶି ଅବିରାମ। ଦୀପଟିଏ କର ମା, ମୋ ମନରେ ରହୁ ଅଶେଷ ଆନନ୍ଦ ତୁମ ନିରଞ୍ଜନ ପାଇ, ପାଖୁଡ଼ା ପାଖୁଡ଼ା ମେଲି ଫୁଟି ଯାଉ ଚେତନାର ଲୀଳା ପାଇଁ। ମୋ ମନରେ ରହୁ ଅଶେଷ ଆନନ୍ଦ ତୁମ ନିରଞ୍ଜନ ପାଇ, ପାଖୁଡ଼ା ପାଖୁଡ଼ା ମେଲି ଫୁଟି ଯାଉ ଚେତନାର ଲୀଳା ପାଇଁ। ଦୀପଟିଏ କର ମାମୁଁ ତୁମର, ଦୀପଟିଏ କର ମାମୁଁ ତୁମର, ପାଦ ତଳେ ଜାଳୁଥିବି ଧୂପଟିଏ ହୋଇ ତୁମ ପୂଜା ବେଳେ ଜଳି ଜଳି ଝରିଯିବି, ଜଳି ଜଳି ଝରିଯିବି, ଜଳି ଜଳି ଝରିଯିବି, ଜଳି ଜଳି ଝରିଯିବି। ସୁଶ୍ରୀ ବାପାଙ୍କୁ ଧନ୍ୟବାଦ, ସମସ୍ତଙ୍କୁ ଧନ୍ୟବାଦ। ଥ୍ୟାଙ୍କ ୟୁ ଅଲ୍।